ଦେଖନ୍ତୁ ଗତକାଲି ଦେବାଶିଷ ସାମନ୍ତରାୟ ଯେଉଁ ବକ୍ତବ୍ୟ ରଖିଲେ ସମ୍ଭାବନା କ'ଣ ସେ ବାବଦରେ ସେ କହିଲେ ଏମିତି କିଛି ହେବ ବୋଲି ସେମିତି ମାନେ କିଛି ନାହିଁ ସେଟା ବ୍ୟକ୍ତିଗତ ମତାମତ ରଖିଲେ ଯେ ଏମିତି ବି ହେଇପାରେ କାରଣ ସେ ଯେଉଁଟା କହିଛନ୍ତି ତା ଭିତରେ ଅର୍ଥ ରହୁଛି କ'ଣ ଅନେକ ବିଧାୟକଙ୍କର ବର୍ତ୍ତମାନ ହାଇକୋର୍ଟରେ ତାଙ୍କର ପେଣ୍ଡିଂ ଅଛି କେସ୍ ଏବଂ ତା ଦେହରେ ଆଉ ଗୋଟେ ନିଚ୍ଛକ ସତ କଥା କହିଲେ ଯଦି ବାଇ ଇଲେକ୍ସନ୍ ଆଜି ହେବ ତାହେଲେ ବିଜୁ ଜନତା ଦଳ ଉଡ଼ି ଉଡ଼ି ଆସିବ ଯେଉଁଟା ଦେବାଶିଷ ସାମନ୍ତରାୟ କହିଛନ୍ତି ନିହାତି ସତ କଥା ଯେଉଁ ଜାଗାରେ ଆଜି ଯଦି ଇଲେକ୍ସନ୍ ହେବ ବିଜୁ ଜନତା ଦଳ ପୁଣି ଆଉ ଥରେ ଜିତାପଟ ହେବ ଏଇଟା ଆମର ଆମେ ଏଇଟା ଦୃଢ଼ ନିଶ୍ଚିତ ତେଣୁ ତା ଦେହରେ କିଛି ଇଏ ନାହିଁ ବାକି ରହିଲା କଂଗ୍ରେସ ସପୋର୍ଟ ନିଆହେବ କ'ଣ ହେବ ସେଇଟା ବାବଦରେ ମୁଁ ତ କିଛି କହିପାରିବିନି ସେଇଟା ଦଳ ହାଇକମାଣ୍ଡ କି ନେବେ କ'ଣ ହେବ ସେଇଟା ଗୋଟେ କହୁ କହୁ ସେ କହିଲେ କିନ୍ତୁ ସିଏ ତାଙ୍କର କହିବାର ଯାହା କହିଲେ ତା ଭିତରେ ତାତ୍ପର୍ଯ୍ୟ ହେଉଛି କ'ଣ ଯେ କିନ୍ତୁ ନିଚ୍ଛକ ସତ ବି କିଛି ଅଛି ତା ଭିତରେ ଯେଉଁ ଜାଗାରେ ବାଇ ଇଲେକ୍ସନ୍ ହେବ ସେ ଜାଗାରେ ବିଜୁ ଜନତା ଦଳ ଜିତିବ ଆମେ ସେତିକି ଦୃଢ଼ ନିଶ୍ଚିତ କାରଣ ଆପଣମାନେ ଜାଣିଛନ୍ତି ଗତ ବିଧାନସଭା ଇଲେକ୍ସନରେ ଭାରତୀୟ ଜନତା ପାର୍ଟି କିଭଳି ଭାବରେ ଆଉଥରେ ଶାସନ କ୍ଷମତାକୁ ଆସିଲା ତା ଆପଣମାନେ ଜାଣିଛନ୍ତି ଆଜି ମଧ୍ୟ ମୁଁ ଏଇଟା ଉତ୍ଥାପନ କରିବି ଇଭିଏମ୍ ଟ୍ୟାମ୍ପରିଂ ବହୁତ ଜାଗା ହେଇଛି ବହୁତ ଜାଗାରେ ଇଭିଏମ୍ ଏସରେ ଟ୍ୟାମ୍ପରିଂ ହେଇଛି ତେଣୁ ତା ଦେହରେ କ'ଣ ଖେଳ ହୋଇଛି ସେଇଟା ଆପଣମାନେ ଜାଣିଛନ୍ତି ଆଉ ଶୁଣାଦିକୁ ସମସ୍ତେ ଜାଣିଛନ୍ତି ତେଣୁ ଅସମ୍ଭବ ସମ୍ଭବ ହୋଇଛି ଗତ ଇଲେକ୍ସନରେ ଏବଂ ଯେଉଁଟା ଭାରତୀୟ ଜନତା ପାର୍ଟିର ସମସ୍ତେ ଜାଣିଛନ୍ତି ନେତାମାନେ ଜାଣିଛନ୍ତି ମଧ୍ୟ ସେମାନେ କିଭଳି ଭାବେ ଜିତିଛନ୍ତି କିନ୍ତୁ ତା ସତ୍ତ୍ୱେ ମଧ୍ୟ ଯେତେବେଳେ ଜନାଦେଶ ଯେଉଁଟା ମିଳିଛି ତାକୁ ଆମେ ମୁଣ୍ଡପାତି ସହି ନେଇଛୁ ତେଣୁ ଏଇଟା ହେଉଛି ଧ୍ରୁବ ସତ୍ୟ ଯେ ଆଜି ଓଡ଼ିଶାରେ 2024ରୁ 2029 ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଶାସନ କରିବ ଏଇଟା ଧ୍ରୁବ ସତ୍ୟ ତ ତାକୁ ଆମେ ମାନି ନେଇଛୁ କିନ୍ତୁ କିଭଳି ଭାବରେ ଜିତିଛନ୍ତି କ'ଣ ହେଇଛି ସେଇଟା ଆମେ ବି ଜାଣିଛୁ ତ ତା ଦେହରେ କିଛି ନାହିଁ କିନ୍ତୁ ଦେବାଶିଷ ସାମନ୍ତରାୟ ଯେଉଁଟା କହିଲେ ଦେଖନ୍ତୁ ତା ଦେହରେ ବିରୋଧୀ ଦଳ ଅନେକ କଥା କହିବେ ଦେବାଶିଷ ସାମନ୍ତରାୟ ଯେଉଁଟା କହିଲେ ନିଶ୍ଚିତ ଭାବରେ ଆମେ ଶାସନ କ୍ଷମତାକୁ ଆସିବା ପାଇଁ ଅନେକ ପ୍ରକାର ଚିନ୍ତା ମଧ୍ୟ କରିବୁ ଏଇଟା ସ୍ୱାଭାବିକ କଥା ଆଧର ଦୀର୍ଘ 24 ବର୍ଷ ଥିଲୁ ଆମେ କାହିଁ ଆଉ ଥରେ ଆଶା ନ କରିବୁ ଯେମିତି ହଉ ଆମେ ଆଉ ଥରେ ଶାସନ କ୍ଷମତାକୁ ଆସୁ ବୋଲି ତେଣୁ କିପରି ଆସିବୁ କ'ଣ ଆସିବୁ ସେଇଟା ଭବିଷ୍ୟତ କହିବ ଏବଂ ମାନେ ହାଇକମାଣ୍ଡ ଡିସାଇଡ଼୍ କରିବେ କି କ'ଣ ସେଭଳି ଭବିଷ୍ୟତରେ ସେ ପରିସ୍ଥିତି କ'ଣ ଥିବ କ'ଣ ନାହିଁ ଅନେକ ପ୍ରକାର ଘଟଣା ହେଇପାରେ ତେଣୁ ତା ବାବଦରେ କିଛି କହିବାର ନାହିଁ କିନ୍ତୁ ଆଉ ଥରେ ଶାସନ କ୍ଷମତାକୁ ଫେରିବା ପାଇଁ ଯେଉଁ ଆମେ ଦେବାଶିଷ ସାମନ୍ତରାୟ କହିଲେ ଆଧର ଅସୁବିଧାଟା କେଉଁଠି ରହିଲା ଆଉ ଥରେ ଶାସନ କ୍ଷମତାକୁ ଆସିବା ପାଇଁ କାହାର ଇଚ୍ଛା ନ ହୁଏ ଆମେ ମଧ୍ୟ ଇଚ୍ଛା କରୁଛୁ ତ ସେଇ ପରିପ୍ରେକ୍ଷୀରେ ସେ କିଛି କଥା କହିଲେ ଆଧରେ କିଛି ଭାବିବାର ନାହିଁ ବ୍ୟତିବ୍ୟସ୍ତ ହେବାର ନାହିଁ ତାଙ୍କର ସେମାନେ ଡରୁଛନ୍ତି କି ପ୍ରକୃତରେ 8-10 ଜଣ ତାଙ୍କର କିଏ ଚାଲିଯିବେ ବୋଲି ମୁଁ କିଛି ବୁଝିପାରୁନି କିନ୍ତୁ ଦେବାଶିଷ ସାମନ୍ତରାୟ ପାଇଁ ନିଶ୍ଚିତ ଭାବରେ ସେଭଳି ତଥ୍ୟ କିଛି ଥିବ କି ଆମେ ଅନୁମାନ କରିଥିବୁ କାରଣ କେସ୍ ତ ସବୁ ଜାଗାରେ ହେଇଛି କେଉଁଠି ଅଳ୍ପ ଉଣାଧିକ ଭୋଟ୍ରେ ଜିତିଛୁ ତେଣୁ କଥାଟା ହେଉଛି କ'ଣ ସେମାନେ ଏତେ ଭୟଭୀତ କାହିଁକି ଦେବାଶିଷ ସାମନ୍ତରାୟ ବକ୍ତବ୍ୟରେ ଦେବାଶିଷ ସାମନ୍ତରାୟ କହିଲେ ଠିକ୍ ଅଛି ଆପଣମାନେ କ୍ଷମତାରେ ଅଛନ୍ତି ଆପଣ ଏତେ ଭୟଭୀତ କାହିଁ ହେଉଛନ୍ତି କିଛି ହୁଅନ୍ତୁନି ଆମେ ଆମର ସମ୍ଭାବନା ବିଷୟରେ କହିବୁ ତ ଦେବାଶିଷ ସାମନ୍ତରାୟ ତାଙ୍କ ସମ୍ଭାବନା ବିଷୟରେ କହିଲେ ଏମିତି ହେଇପାରେ ଅସୁବିଧା କେଉଁଠି ଅଛି ବହୁତ କିଛି ଜିନିଷ ହେଇପାରେ ମୁଁ ଆହୁରି ବି କିଛି କଥା କୁହନ୍ତି ଆପଣମାନେ ତ କଦରତ କରିବେ ସେଥିପାଇଁ କହୁନି ସେମାନେ ଏକାଠି ରହିବେ କି ଯେତିକି ଅଛନ୍ତି ସେମାନେ ଯେତିକି ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ଯେତିକି ବିଧାୟକ ସବୁ ଏକାଠି ରହିବେ ବୋଲି କିଛି ସମ୍ଭାବନା ଭବିଷ୍ୟତରେ ଅନେକ କିଛି କଥା ହେଇପାରେ ଅଶାନ୍ତି ସବୁ ଜାଗା ଲାଗି ରହିଛି ତେଣୁ ସେ ଯେଉଁ କୁହୁଳୁଛି ନିଆଁଟି ସେ ନିଆଁ ବିସ୍ଫୋରକ ରୂପ ଧାରଣ ନ କରିବ ଭବିଷ୍ୟତରେ କିଏ କହିବ ଯେତେ ଆପଣ ତାକୁ ପ୍ରଶମିତ କରିବା ପାଇଁ ଚେଷ୍ଟା କରନ୍ତୁ ଆପଣ ମଧ୍ୟ ବହୁତ ବଡ଼ ନେତା ବହୁତ ବଡ଼ ନେତାଙ୍କ ପଛରେ ଲାଗିଗଲେ ଏବଂ ଲାଗିକି ହରେଇଲେ ମଧ୍ୟ ଏବଂ ସେ ନିଆଁ ବି କୁହୁଳୁଛି ତ ସେ କାଲି ବିସ୍ଫୋରକ ପରିସ୍ଥିତି କାହିଁ ନ ହେବ ତେଣୁ ସମ୍ଭାବନା ବାବଦରେ ଆମେ କାହିଁ ଚର୍ଚ୍ଚା କରିବା ବହୁତ କିଛି ହେଇପାରେ ତେଣୁ ଦେବାଶିଷ ସାମନ୍ତରାୟ ବକ୍ତବ୍ୟ ସେ ତ ଭୟଭୀତ ନ ହୁଅନ୍ତୁ ଦେଖନ୍ତୁ ମୁଁ ତ ଏବେ ତ ଆଗରୁ କହିଥିଲୁ ଯେଉଁମାନେ ନବୀନ ବାବୁଙ୍କୁ ଛାଡ଼ିକି ଯାଇଛ କିଛି ନହେଲେ ସ୍ନେହ ସଦା ଆଦର ସବୁ ମିଳିଥିଲା ଏ ଦଳରେ କିନ୍ତୁ ଆପଣମାନେ ଯେତେବେଳେ ଯାଇକି ଭାରତୀୟ ଜନତା ପାର୍ଟିରେ ମିଶିଲେ ଯେଉଁମାନେ ଛାଡ଼ି ଯାଇଛନ୍ତି ଆଜି ସେମାନଙ୍କ ଅବସ୍ଥା ଦେଖନ୍ତୁ ଗଞ୍ଜାମରେ ଜଣେ ଅତ୍ୟନ୍ତ ଉନ୍ମାଦନା ସହ ବହୁତ କିଛି କଥା କହୁଥିଲେ ଆଜି ସେ ଶାନ୍ତ କାହିଁକି ମିଳିବ ନାହିଁ ସେମାନେ ତାଙ୍କର ଓରିଜିନାଲ ଦଳର ଯେଉଁମାନେ ଅଛନ୍ତି ତାଙ୍କୁ ସେ ପ୍ରାଧାନ୍ୟ ଦେବେ ଏମାନେ ଯେତେ ଯିଏ ଗଲେ କିଛି ପ୍ରାୟୋରିଟି କାହାକୁ ମିଳିଲା 7 ସ୍ଥାନ ନୂଆ ନୂଆ ଯାଇଛନ୍ତି ମନ୍ତ୍ରୀ ପଦ ପାଇଛନ୍ତି କିନ୍ତୁ ଯେଉଁମାନେ ଅଭିଜ୍ଞ ବହୁବାର MLA ହେଇଛନ୍ତି କିନ୍ତୁ ଦଳ ତ୍ୟାଗ କରି ତାଙ୍କ ଦଳ ବିଧାୟକ ହେଇଛନ୍ତି ତାଙ୍କୁ ସେତିକି ସମ୍ମାନ ମିଳିଲାନି କିନ୍ତୁ ଏଠି ସମ୍ମାନ ପାଉଥିଲେ ତେଣୁ କଥା ହେଉଛି ସେମାନେ ତାଙ୍କ ଦଳ ଲୋକଙ୍କୁ ପ୍ରାୟୋରିଟି ଦେବେ ଏଇଟା ନିହାତି ସତ କଥା ତେଣୁ ଅନେକ କିଛି ସମ୍ଭାବନା ହେଇପାରେ ସମ୍ଭାବନା ବାବଦରେ ଆମେ କାହିଁ ଦେଖିବା ଏ ରାଜନୀତିରେ ବହୁତ କିଛି ଘଟଣା ଘଟୁଛି ନା ବିଜେଡ଼ିର ଶୁଣନ୍ତୁ ତାଙ୍କ ଆମ ଭିତରେ ତଫାତ କେତେ ଅଛି ଯେ ଆପଣ ଚିନ୍ତା ତାଙ୍କ ଆମ ଭିତରେ ତଫାତ କେତେ ଅଛି ଯେ ଆମେ ଗୋଟେ ଦୃଢ଼ ବିରୋଧୀ ଦଳର ଭୂମିକା ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଛି ଆମେ ତାକୁ
ଯେମିତି କରିବା କଥା ଆମେ ଉତ୍ଥାପନ କରୁଛୁ, ବିଧାନସଭାରେ ମଧ୍ୟ ଆମେ ଯାହା ଯାହା କହିବା କଥା କହୁଛୁ। ତେଣୁ ଆମେ ଗୋଟେ ଦୃଢ଼ ବିରୋଧୀ ଦଳ, ଆମେ ଏତେ କାହିଁ ଇଏ କରିବୁ ଯେ କାହାକୁ ଆଣିବୁ କ'ଣ କରିବୁ, ଆମେ ତ ଏତେ ଦୁର୍ବଳ ଅବସ୍ଥାରେ ନାହୁଁ ନା, ତାଙ୍କ ଆମ ଭିତରେ ତଫାତ୍ କେତେ ଅଛି, ବିଶେଷ ନାହିଁ। ତେଣୁ ଆମକୁ ଯାହା ଜନାଦେଶ ମିଳିଛି ଆମେ ବିରୋଧୀ ଦଳ ଭୂମିକା ଦୃଢ଼ ନିଶ୍ଚିତ ଭାବରେ ଲୋକଙ୍କ ନ୍ୟାୟ ପାଇଁ ଯାହା କହିବା କଥା ବିଜୁ ଜନତା ଦଳ ନିଶ୍ଚିତ ଭାବରେ ସେଇଟା କରିବୁ। ଦେବାଶିଷ ସାମନ୍ତରାୟ କହିଦେଲେ ନା ଦଳ ତାଙ୍କୁ କୁହାଇଥାନ୍ତି କହିବା ପାଇଁ? ଶୁଣନ୍ତୁ, ଦେବାଶିଷ ସାମନ୍ତରାୟ ଜଣେ ସିନିୟର ଲିଡର, ଠିକ୍ ଅଛି, ସେ ଦଳର କନିଷ୍ଠ କର୍ମୀ ନୁହନ୍ତି ଯେ ତାଙ୍କୁ କୁହାବ ଏହା କୁହାଯାଉ। ଯେଉଁ ଆପଣ ଯେଉଁ କହୁଛନ୍ତି ତାକୁ କୁହାଇଥିବ, କିଛି କୁହାହେଉଛି, ସିନିୟର ଲିଡର ଯଥେଷ୍ଟ ଅଭିଜ୍ଞ। ତେଣୁ ସେ ଗୋଟେ କେଉଁ ଆଙ୍ଗେଲେ ଭାବି କହିଥିବେ, ତାକୁ ଆପଣ ଏତେ ଇଏ କଦର୍ଥ କରନ୍ତୁ ନାହିଁ। ସେ ଯଥେଷ୍ଟ ଅଭିଜ୍ଞ, ସେ ନିଶ୍ଚିତ ଭାବରେ ତା'ର ପରିପକ୍ୱତା ଅଛି, ସେ କିଛି ସମ୍ଭାବନା ଦେଖିଥିବେ, କେଉଁ ଆଙ୍ଗେଲେ କହିଥିବେ। ତେଣୁ ତାକୁ ଆପଣ ଭାବୁଛନ୍ତି ତାକୁ କୁହାହବ କହିବା ପାଇଁ, ଏଇଟା ବିଜୁ ଜନତା ଦଳ କାହିଁ କରିବ? ନବୀନ ପଟ୍ଟନାୟକର ସେ ଚିନ୍ତାଧାରା ନାହିଁ କି କାହାକୁ କୁହ ଏଇଭଳିଆ କଥା କହିବା ପାଇଁ, ସିଏ ଗୋଟେ ସମ୍ଭାବନା ବାବଦରେ କହିଲେ। ଚର୍ଚ୍ଚା ହେଉଛି ଭାଇ କି ସେ ଗୋଟେ ମାଇଲେଜ ନେବା ପାଇଁ ମଞ୍ଚରେ ଏଭଳି ଗୋଟେ କହିଲେ ଯାହାକି ଚର୍ଚ୍ଚାରେ ରହିବ ବୋଲି, କି ସେ ସବୁବେଳେ ଚାହାନ୍ତି ଗୋଟେ ଚର୍ଚ୍ଚାରେ ରହିବା ପାଇଁ, କିପରି ଭାବରେ ସମିତ ରାଉତରାୟଙ୍କଠୁ ଅଧିକ ଚର୍ଚ୍ଚାରେ ରହିବେ, ସେଥିପାଇଁ ଏମିତି ଗୋଟେ କହିଲେ ବୋଲି ଚର୍ଚ୍ଚା ହେଉଛି। ନାଇଁ ନାଇଁ, ବିଜୁ ଜନତା ଦଳରେ ଚର୍ଚ୍ଚାରେ ରହିବା ପାଇଁ କୌଣସି ନେତା କୌଣସି ବକ୍ତବ୍ୟ ରଖନ୍ତି ନାହିଁ। ଏଇଟା ବିଜୁ ଜନତା ଦଳ କେବେ କାହାକୁ କହିନି ଯେ ଚର୍ଚ୍ଚା ରହିବା ପାଇଁ ଏହାକୁ ସେହାକୁ। ଏ ଦଳରେ ନେତା ଯାହା ଅନୁଭବ କରନ୍ତି, କାରଣ ଏଠି ଏକମାତ୍ର ଦଳ ଯେଉଁ ଦଳ କି ଆପଣ ସମ୍ପୂର୍ଣ୍ଣ ଆପଣଙ୍କୁ ସ୍ୱାଧୀନତା ମିଳିଛି, ଆପଣ କ'ଣ ନା କ'ଣ କହିପାରିବେ। ଏ ଦଳ ସେଭଳି ଦଳ ନୁହଁ ଯେ ଭାରତୀୟ ଜନତା ପାର୍ଟି ଯେମିତି ହୁଇପ୍ ଜାରି କରିବ, ତୁମେ ଏତିକି କହିବ, ତୁମେ ସେତିକି କହିବ। ଆମ ଦଳ ସେଇଟା, ଆମ ଦଳରେ ସମସ୍ତେ ସ୍ୱାଧୀନ ଏବଂ ନିଜର ମତ ରଖିବା ପାଇଁ ସମସ୍ତଙ୍କୁ ଅନୁମତି ମିଳିଛି, କିଛି ଅସୁବିଧା ନାହିଁ। ଚର୍ଚ୍ଚାରେ କିଛି ନୁହେଁ, ସେ ଗୋଟେ କହିଲେ ସମ୍ଭାବନା ବାବଦରେ, ସେମିତି କିଛି ନାହିଁ। କଂଗ୍ରେସ ସହିତ ଲିଙ୍କ ଚାଲିଛି? ନାଇଁ ନାଇଁ, କଂଗ୍ରେସ ସହିତ ଲିଙ୍କ, ଦେଖନ୍ତୁ କଂଗ୍ରେସ ସହିତ ଲିଙ୍କ କଥାଟା ଯିବ, ଆମର ବର୍ତ୍ତମାନ ବିରୋଧୀ ହେଉଛି ଭାରତୀୟ ଜନତା ପାର୍ଟି। ତ ଭାରତୀୟ ଜନତା ପାର୍ଟି କି ହରାଇବା ପାଇଁ ଆମେ ଯାହା ଯୋଜନା କରିପାରିବୁ, ଯେହେତୁ ଆମେ ବିରୋଧୀ ଦଳରେ ଅଛୁ, ସେମାନେ ଶାସକ ଦଳରେ ଅଛନ୍ତି, ଆମେ କାହାକୁ ଭବିଷ୍ୟତରେ ନେବୁ କାହାକୁ ନେବୁ ସେ ହାଇକମାଣ୍ଡ ଡିସାଇଡ୍ କରିବେ, ସେ ପରିସ୍ଥିତି କହିବ। ଆପାତତଃ ବର୍ତ୍ତମାନ ପରିସ୍ଥିତି ତାହା ନାହିଁ, ଆମେ ଆମ ଜାଗାରେ ଅଛୁ, ଆମେ ଆମର ଭୂମିକାଟା କେମିତି ଠିକ୍ସେ କରିବୁ, ଲୋକଙ୍କୁ ଯେଉଁଠି ନ୍ୟାୟ ନ ମିଳିବ ବିଜୁ ଜନତା ଦଳ କେମିତି ସ୍ୱର ଉତ୍ତୋଳନ କରିବ ସେ ବାବଦରେ ଆମେ ଚିନ୍ତା କରୁଛୁ। ଭବିଷ୍ୟତରେ କ'ଣ ହେବ ନ ହେବ ସେ ବାବଦରେ କିଛି ଆମେ ଚିନ୍ତା ବି କରିବୁ। ଆପାତତଃ ଆମେ 5 ବର୍ଷ ସେମାନେ ଶାସକ କ୍ଷମତା ରହିବେ ଏଇଟା ଆମେ ଜାଣିଛୁ, ତେଣୁ ଆମେ ବିରୋଧୀ ଦଳ ରହିବୁ ତା ମଧ୍ୟ ଆମେ ଜାଣିଛୁ। କିନ୍ତୁ ହଁ, 5 ବର୍ଷ ରହିବେ କି ନାହିଁ ସେଟା ସମୟ କହିବ। 5 ବର୍ଷ ତାକୁ ଜନାଦେଶ ମିଳିଛି ଏବଂ ଆମକୁ 5 ବର୍ଷ ଜନାଦେଶ ମିଳିଛି, ଆମେ ବିରୋଧୀ ଦଳ ରହିବୁ। କିନ୍ତୁ ସେ 5 ବର୍ଷ ରହିବେ କି ନାହିଁ ଭବିଷ୍ୟତ କହିବ।